କାନ୍ଦୁଛି ଆଜି ପଦ୍ମା କେବଳ କାଳିଆକୁ ଜଣଉଛି ଆଉ କିଛି କରୁନି ବିଶଲ୍ୟକରଣୀ ପତ୍ର ଆଣିକି ବାଟିକି ପୁଅ ଦେହରେ ବୋଳୁ ସିଏ କାହିଁ ଶୁଣିବ ଘା ଭଲ ହଉନି ପୁଅ ଆଉ କଥା କହୁନି ଆଖି ଖୋଲିକି ଚାହୁଁନି ଆଖି ଖୋଲିକି ଚାହୁଁ ପଦ୍ମା ଡାକରେ ଜଗନ୍ନାଥଙ୍କର ରାତ୍ର ସିଂହାସନ ଟଳିଗଲା ପ୍ରଭୁ ସହିକି ରହିପାରିଲେନି ଦୀନବନ୍ଧୁ ଦୁଃଖୀ ସଂଗାତ କରୁଣାର ବରୁଣାଳୟ ଆଜ୍ଞା ବାଳକ ରୂପ ଧରିଲେ ପରା ପଦ୍ମା ଘରେ ବିଜେ ପ୍ରଭୁ ଗୋଟିଏ ବାଳକ ରୂପ ଧରିଲେ ହସ୍ତରେ ଦୟଣା ତୁଳସୀ ଆଉ କୈବଲ୍ୟ ଧରିଲେ ପଦ୍ମା ଘରକୁ ନିଜେ ବିଜେ କଲେ ମୋ ବାପା ମାନେ ପଦ୍ମା କେବଳ ମୁଣ୍ଡ ପିଟିକି କାନ୍ଦୁଛି ମୋ ପୁଅ ବାଳକ ପହଞ୍ଚିଗଲା କହିଲା ପଦ୍ମା ମା କାହିଁକି କାନ୍ଦୁଛ ନା ବାଳକ ତମେ କଣ ବୁଝିପାରିବ କଣ ମା ପାଖରୁ ପୁଅ ଚାଲିଗଲେ କେତେ ଦୁଃଖ କେତେ କଷ୍ଟ କେତେ କାନ୍ଦେ କେବଳ ମା ଜାଣେ ନାଇଁ ମା ମୋ ବାପା ହଉଛନ୍ତି ବୁଢା ବଦ୍ୟ ସେ ଆଉ ଚାଲି ପାରୁନାହାନ୍ତି ତ ପୁଅର ଏମିତି ହୋଇଛି ବୋଲିକି ସିଏ ଶୁଣିଲେ ତେଣୁ ମୋ ହାତରେ ପରା ଔଷଧ ଦେଇକି ପଠେଇଛନ୍ତି ଲୋ ମା ତୋ ପୁଅ ଭଲ ହେଇଯିବ କାନ୍ଦି କାନ୍ଦି ପଦ୍ମା କହିଲା ବାଳକରେ ମଲା ପୁଅ ଆଉ ବଞ୍ଚିବ ତୋ ବାପା ଏବେ ବୁଢା ମଧ୍ୟ ଆସିଥିଲେ ଭଲ ମନ୍ଦ କହିଥାନ୍ତେ ତୁ ଛୋଟ ବାଳକଟା କଣ ବୁଝିବୁ ମୋ ପୁଅର ଆଉ ପାଟି ଫିଟୁନି ରେ ଫିଟୁ ନାହିଁ ପାଟି ପୁଅ ଔଷଧ ଖାଇବା ସତେ ମୋ ପୁଅ ବଞ୍ଚିବ ସତରେ ମୋ ପୁଅ ଔଷଧ ଖାଇବ ଏ ବାଳକ ଆଉ ପାଟି ଫିଟୁନି ରେ ନା ମା ଗଙ୍ଗା ଜଳ ଆଣେ ତୋ ପୁଅ ଔଷଧ ଖାଇବ ଠାକୁର ପୂଜା କରୁଛୁ ଗଙ୍ଗା ଜଳ ରଖିନୁ ନା ରଖିଛି ନା ପଦ୍ମା ଗଙ୍ଗା ଜଳ ଧରିକି ଆଇଲେ ସାଲ ବେଗ ମୁଣ୍ଡ ଉପରେ ବସି ପ୍ରଭୁ କାଳିଆ ଶାନ୍ତ ବଳିଆର ଭୁଜ ମହାବାହୁ ଦୟା ସାଗର ତା ମୁଣ୍ଡରେ ହାତଟାକୁ ମାରିଲେ କାନ ପାଖରେ ଡାକିଦେଲେ କାହ୍ନା ଆଜ୍ଞା ଖୋଲିଲା ନୟନ ଖୋଲିଦେଲା ପାଟି ଔଷଧ ଖାଇବା ପାଇଁ ଦୟଣା ତୁଳସୀ କୈବଲ୍ୟ ଯେ ପ୍ରଭୁ ତା ପାଟିରେ ଦେଲେ କାହ୍ନା ବୋଲିକି ଡାକିଦେଲା ମାତ୍ରେ ଆଜ୍ଞା ଆଖି ଖୋଲିଗଲା ପାଟି ଫିଟିଗଲା ପ୍ରଭୁ କହିଲେ କାହ୍ନା ଔଷଧ ଖାଇବ ଟିକେ ପାଟି ଖୋଲ ସଙ୍ଗେ ସଙ୍ଗେ ପାଟି ଖୋଲିଗଲା ଗଙ୍ଗା ଜଳ ସାଥିରେ ତୁଳସୀ ଦୟଣା କୈବଲ୍ୟ ପ୍ରଭୁ ଦେଇଦେଲେ ଯେମିତି ଗର୍ଭକୁ ଚାଲିଗଲା ଆଜ୍ଞା କନ୍ଦର୍ପ ପରି ସୁନ୍ଦର ହୋଇନ ଦେଖୁଛି ପଦ୍ମା ନେତ୍ରରେ ପଦ୍ମା ଦେଖୁଛି କି ଅଦ୍ଭୁତ ଲୋ କଣ ଆଣିକି ପାଟିରେ ଔଷଧ ଦେଇଦେଲା ଏ ବାଳକ ମୋ ପୁଅଟା କେଡେ ସୁନ୍ଦର ହେଇକି ବସିଲାଣି ସାଲ ବେଗ ଯେତେବେଳେ ବସି ପଡିଲେ ଛୋଟିଆ ବାଳକକୁ ଆଉ ଛାଡ଼ିଲେ କୋଳକୁ ଟାଣି ଆଇଲେ ଛାତିରେ ଜାବୁଡିକି ଧରି ପକେଇଲେ କହିଲେ ଆହା ମୋ ମଲା ବେଳକୁ ପ୍ରାଣ ଦେଲୁ ନା ତୁ ତତେ ମୁଁ ଛାଡ଼ିବି ସାଲ ବେଗ ପରା ଲେଖିଛନ୍ତି ଗାଇଲେ କହିଲେ ଆହେ ନୀଳ ଶୈଳ ପ୍ରବଳ ମାର
ବିହଳରେ ଭକ୍ତିରେ ଅନ୍ତରରେ ଜାବିକି ଧରିକି କହୁଛି ସାଲବେଗ ପଦ୍ମା ଦେଖୁଛି କହିଲା ଆହା ମୋ ଜଗତନାଥ ଜଗନ୍ନାଥ ବାଲ୍ୟର ପୂଜା ଫଳ ପାଇଲି ପାଇଲି କାଳିଆ ତତେ ଟିକେ ଛୁଇଁ ଦେବି ଖାଲି ମୁଁ ମୁସଲମାନଙ୍କୁ ବିବାହ ହେଇଛି ବିଧବା ନାରୀ ତୋତେ ଛୁଇଁ ଦେଲେ କଣ ପାପ ଲାଗିବ ତୁ ପରା ପବିତ୍ର ବୈକୁଣ୍ଠ ବିହାରୀ ତତେ ଟିକେ ଛୁଇଁ ଦେବି ହାତଟା ବଢେଇ ଦେଲା ହାତ ବଢେଇଲା ବେଳକୁ ପ୍ରଭୁ ଅନ୍ତର ଧ୍ୟାନ ହେଲେ କହିଲା ଇନ୍ଦ୍ର ଝଲକି ଉଠୋଇ କରିଛୁ ପୁଣ୍ୟ କାହିଁ ପାଇବୁ ତୁ ଦର୍ଶନରେ ଆଜ୍ଞା ହାତ ବଢେଇଲା ବେଳକୁ ପ୍ରଭୁ ଅନ୍ତର ଧ୍ୟାନ ସତ୍ୟ କରିଛି ପଦ୍ମା ମୋ ପୁଅ ହିନ୍ଦୁ ଧର୍ମରେ ଦୀକ୍ଷିତ ହବ ଆଜ୍ଞା ରାତି ଯେବେ ପାଇଗଲା ଯେ ପୁଅକୁ ନେଇଣ ଲଣ୍ଡା କଲା ଆରେ ଚିତା ଚନ୍ଦନ ପଇତା ବରଣ କୌପିନ ପିନ୍ଧାଇଲା ପୁଅକୁ ବୈଷ୍ଣବ ସଜେଇ ଦେଲା ଯୋଗୀ କରେଇ ଦେଲା ଦ୍ୱାଦଶ ତିଳକ ଲଗେଇ ଦେଲା ନବଗୁଣ ପଇତା ଲଗେଇ ଦେଲା ମସ୍ତକ ଲଣ୍ଡିତ କରେଇଲା କଣ୍ଠରେ ତୁଳସୀ ମାଳି ଲଗେଇ ଦେଲା କଛା କୌପିନ ପିନ୍ଧେଲା ଗେରୁଆ ବସ୍ତ୍ର ପିନ୍ଧିଲା କହିଲା କାନ୍ନାରେ ଜଗନ୍ନାଥ ତୋତେ ରଖିଲେ ଆଉ କେହି ରଖିନାହାନ୍ତି ନା ମାଲୋ ମୁଁ ଟିକେ ଜଗନ୍ନାଥଙ୍କୁ ଦେଖନ୍ତି ନା ଚାଲ ତୋତେ ଦେଖେଇ ଦେବି ଗଲା ବେଳକୁ ବଡ ଦେଉଳକୁ ପଣ୍ଡା ମାନେ ଛାଡ଼ିଲେନି କହିଲେ ମୁସଲମାନ ପୁଅ ମୁସଲମାନର ସ୍ତ୍ରୀ ବଡ ଦେଉଳକୁ ଯାଇପାରିବ ପଦ୍ମା କହିଲା ଏ ଧନ ଏଇ ପରା ପତିତ ପାବନ ଅଛନ୍ତି ତାଙ୍କୁ ଦେଖୁନୁ ଏଇ ଉଦ୍ଧାର କରିବେ ପତିତ ପାବନ ମାନା ଆହୁ କେତେ ବେଳକୁ ଭାସିବ ପତିତଙ୍କୁ ପାବନ କରିବାରୁ ଉଦ୍ଧାର କରିବାରୁ ତା ନାଁ ପତିତ ପାବନ ଏଇଆଙ୍କୁ ଦେଖେ ଏଇ ଉଦ୍ଧାର କରିଛନ୍ତି ରେ ବାପା ଆମକୁ ବଡ ଦେଉଳ ଯିବା ପାଇଁ ମନା ଦେଖୁନୁ ଠାକୁରଙ୍କ ରୂପଟା ଜୟଦେବଙ୍କର ଲେଖା ଗୋଟିଏ ପଦ ମୋ ବାପା ମା ପଦ୍ମା ପଣ୍ଡିତଙ୍କ ଠୁ ଶିଖିଛି ତେଣୁ ମା ପୁଅ ମିଶିକି ଗୋଟିଏ ପଦ ଗାଇଲେ ବାପା କଟକ ଜିଲ୍ଲାର ଗାୟକ ସମ୍ରାଟ ବୈଷ୍ଣବ ତାଙ୍କରି ସ୍ୱରରେ କହିଲା ଚନ୍ଦନ ହରି ହେ
ଆଜ୍ଞା ମା ପୁଏ ବସିକି ପତିତ ପାବନକୁ ଧ୍ୟାନ କଲେ। ସାଲ ବେଗ ପଚାରିଲେ ମାଲୋ ଜଗନ୍ନାଥଙ୍କୁ କେବେ ଦେଖି ହବ ନା ବାପାରେ? ଆଷାଢ଼ ମାସରେ ରଥଯାତ୍ରାରେ ପ୍ରଭୁ ନନ୍ଦିଘୋଷରେ ବିଜେ କରିବେ, ସେତେବେଳେ କାହାରିକି ମନା ନାହିଁ, ସମସ୍ତେ ଦେଖିପାରିବେ। ନା ମା ଆଷାଢ଼ ମାସରେ ଯାଇ ନା ହଁ ନା ତାହେଲେ ମୁଁ ଆଉ ଏ ସ୍ଥାନରେ କାହିଁକି ରହିବି ମା, ମୁଁ ଯାଉଛି ବୃନ୍ଦାବନ, ଆଷାଢ଼ ମାସ ରଥଯାତ୍ରାରେ ଆସିବି। ଏ ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ, ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ। ଆଜ୍ଞା ବୃନ୍ଦାବନ, ବୃନ୍ଦାବନ ବିହାରୀ ଲାଲଙ୍କର ସେବାରେ ରହିଲେ। ମା କଥା ଆଉ ମନେ ନାହିଁ। ଏତ ଆଷାଢ଼ ମାସ ହୋଇଲା ହେ ପରା ରଥଯାତ୍ରା ହେବ। ଆଷାଢ଼ ମାସ ହୋଇଗଲା ରଥଯାତ୍ରା ହବ। ଆଜ୍ଞା ବୃନ୍ଦାବନ ବିହାରୀ ଲାଲ ଭଗବାନ କୃଷ୍ଣଙ୍କର ପୂଜାରୀ ମାନେ ସବୁ ଶ୍ରୀକ୍ଷେତ୍ର ଅଭିମୁଖେ ଚୁଡ଼ା ଚାଉଳ ଗଣ୍ଠିଲି କରିକି ଧରିକି ସବୁ ଚାଲିଲେ। ଏ ସାଲ ବେଗ ଦେଖୁଥିଲେ, ପଚାରିଦେଲେ, କହିଲେ ପଣ୍ଡିତ ଗୋସାଇ ମାନେ ସବୁ କେଉଁଆଡ଼େ ବାହାରିଲ? ନା ଶ୍ରୀକ୍ଷେତ୍ର। ନା କାହିଁକି? ନା ରଥଯାତ୍ରା, ରଥରେ ଜଗନ୍ନାଥ ଥିବେ, ଦୋଳେଚ ଦୋଳ ଗୋବିନ୍ଦ ଚାପେ ମଦନ ମୋହନ ରଥେ ତେଣୁ ଆମେ ମାନେ ଯାଉଛୁ। ନା ତାହେଲେ ମା କଥା ମନେ ପଡ଼ିଲା, କହିଲା ଜଗନ୍ନାଥଙ୍କୁ ମୁଁ ଦେଖିବି। ସେଇଠି ସାଲ ବେଗ ସେମାନଙ୍କ ସାଥିରେ ବାହାରିଲେ। ତାଙ୍କରି ଲେଖାରେ ଲେଖା ହେଇଛି, ସାଲ ବେଗ ନିଜେ ଲେଖିଛନ୍ତି। କହିଲେ ଚାଲ ସଖୀ ଆମ୍ଭେ ଦର୍ଶନ କରିବା